ଭାରତ କେବେ ବି ମୁଣ୍ଡ ନୁଆଁଣିବ ନାହିଁ। ପାକିସ୍ତାନକୁ ଅଲ୍ଟିମେଟମ୍ ଦେଲେ ମୋଦି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡ଼ିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ସେମାନଙ୍କୁ କେବେ ଭୁଲି ହେବ ନାହିଁ। ଭାରତ କେବେ ବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଣିବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେ ବି ସଫଳ ହେବ ନାହିଁ। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କର ଚିନ୍ତାଧାରା ଏବଂ ସମବେଦନା ଶୋକସନ୍ତପ୍ତ ପରିବାର ସହିତ ରହିଛି। ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଗତ ବର୍ଷ ଆଜିର ଦିନରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ନିର୍ଦ୍ଦୋଷ ଜୀବନ ହରାଇଥିବା ମୁଁ ମନେ ରଖିଛି। ସେମାନଙ୍କୁ କେବେ ବି ଭୁଲିଯିବ ନାହିଁ। ଏହି ଦୁଃଖର ମୁହୂର୍ତ୍ତରେ ମୋର ଚିନ୍ତାଧାରା ଏବଂ ସମବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି। ଏକ ରାଷ୍ଟ୍ର ଭାବରେ ଆମେ ଶୋକ ଏବଂ ସଂକଳ୍ପରେ ଏକତ୍ରିତ ହୋଇଛୁ। ଭାରତ କେବେ ବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଣିବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେ ବି ସଫଳ ହେବ ନାହିଁ। ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପହଲଗାମରେ ଏକ ସ୍ମାରକୀ ନିର୍ମାଣ କରାଯାଇଛି। ସ୍ମାରକୀ କଳା ମାର୍ବଲରେ ତିଆରି ହୋଇଛି ଏବଂ ସେଥିରେ 26 ମୃତକଙ୍କ ନାମ ରହିଛି। ପହଲଗାମ ବାର୍ଷିକୀ ଅବସରରେ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଗତ ବର୍ଷ ଏପ୍ରିଲ 22ରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋୟବା ସହିତ ଜଡ଼ିତ ଆତଙ୍କବାଦୀମାନେ ପହଲଗାମର ଆରୁ ଉପତ୍ୟକା ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ 26 ଜଣଙ୍କର ଜୀବନ ଯାଇଥିଲା। ଆତଙ୍କବାଦୀମାନେ ମହିଳା ଏବଂ ପିଲାମାନଙ୍କ ଉପସ୍ଥିତିରେ ଗୁଳି କରିବା ପୂର୍ବରୁ ପୀଡ଼ିତମାନଙ୍କୁ ସେମାନଙ୍କ ନାମ ଏବଂ ଧାର୍ମିକ ପରିଚୟ ପଚାରିଥିଲେ। ଏହି ଆକ୍ରମଣ ପରେ ସମଗ୍ର ଦେଶରେ ଆତଙ୍କବାଦୀ ଏବଂ ପାକିସ୍ତାନ ବିରୁଦ୍ଧରେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ଏହି ଅଭିଯାନ ସମୟରେ ଭାରତୀୟ ସେନା ପାକିସ୍ତାନ ମଧ୍ୟରେ ଅବସ୍ଥିତ 9ଟି ଆତଙ୍କବାଦୀ ଆଡ୍ଡାକୁ ସଫଳତାର ସହ ନଷ୍ଟ କରିଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।